आउ भाईनागर को आइटम आपको खाया बेसी भल लगे ମୁଁ ତ ଆଉ କିଛି ଖାଏ ନା ଖାଲି ମଟନ ଚକୁଳି ଆଉ ଗୋଡ଼ ଗୋଡ଼ ଚକୁଳି ଆଉ ମୁଁ 10 ରୁ 10 ଦିନ 10 ରୁ 10 थैंक यू मुंडो भी ମୁଁ ଖାଏ मुंड भी ବହୁତ ଟେଷ୍ଟ ହଁ ବହୁତ ଟେଷ୍ଟ ବହୁତ ରିଜନେବଲ ରେଟ୍ ଏ ରେଟ୍ରେ ବୋଧେ କୋଉଠି ମିଳେ ନାହିଁ ଏମିତି ଟେଷ୍ଟ ବି ଆମର ଏଇଠି କୋଉଠି ମିଳିବ ନାହିଁ ने प्राइस रे कोडी मिलिबनी ନା ନା ଆଦୌ ନାହିଁ आगे ବହୁତ ଭଲ ना ବହୁତ ଭଲ ବ୍ୟବହାର तो आज 10 ରୁ आपण केते मार्क देले 10 ରୁ 12 10 ରୁ 12 ଆଜ୍ଞା ଏଟା ଛେଳି ପୁଟା ଆଜ୍ଞା ओहो माने एई जिंसटा आपनकर बेसी चाहिदा ଆଜ୍ଞା सतरे ଆଜ୍ଞା ହଉଛି छेली गोड़ ना माने ଆଜ୍ଞା ମଟନ ମୁଣ୍ଡ ओहो मटन मुंड ना तू मटन मुंड केते पीस रहउजी 5 ପିସ୍ ଆଳୁ ପିସ୍ 5 ଖଣ୍ଡେ ଦିଆ ହଉଛି हाय हेलो नमस्कार जय जगन्नाथ केमती अछंती आशा करूची आपण माने बहुत भलर थिबे मु भी बहुत भलर अछि फाइनली मु एबासी पहुंचली नखरा रे प्रकाश भाईनाकर फेमस मटन चकुली स्टॉल रे आसी पहुंच गली आउ ए स्टॉल रे आपण माने बहुत सारा आइटम पाइबे पुनी देसी आइटम पाइबे जेमिति खासीर गोड़ पाइबे खासीर मुंड पाइबे आउ खासीर गोड़र सूप पाइबे आउ खासीर कुंटा पाइबे पराटा कलजा कषा पाइबे चिकेन कषा पाइबे आ चकुली पाइबे बहुत सारा आइटम करती सबुठ भल कथा कौन जानते भाईना पाखे सन्ध्या हेले भाईनागर गहलीटा अलग प्रकार लगे चलतु जा भाईना सहित किसी कथा हाँ आउ खाइबार टेस्ट केमती कौन हो भिडियो मध्यम सबकि कहबी सबकि देखी आपण मो भिडियोटा पूरा शेष जाए निहाती देखते चलतु भिडियोटा को स्टार्ट करिया फाइनाली देखिए मुझे आसी पहुँचली प्रकाश भाई फेमस खासी गोड़ मुंड बहुत सारा आइटम पाइबे देखिपे सब आइटम प्राइस लिखा जाए चकुली गोटे पाइबे 5 टंका छेली मुंड हाफ प्लेट पाए 70 टंका छेली गोड़ गोटे पीस पाइबे 40 टंका चिकेन कलिजा कराट पाइबे 80 टंका 50 टंका आला चिकेन हाफ प्लेट पाइबे 80 टंका छेली गोड़ पाइबे जूस पाइबे 20 टंका छेली मुंडा पाइबे 50 टंका बहुत सारा आइटम अच्छी देखिए फाइनाली देखिए मुझे आसी पहुँचली प्रकाश भाई फेमस खासी गोड़ मुंड बहुत सारा आइटम पाइबे चलतु जा भाईना सहित किसी कथा हाँ भाईना जय जगन्नाथ केमिति अछंती ଆଜ୍ଞା ଭଲ ଆଉ ଆପଣ ନାଁଟା ଟିକେ କୁହନ୍ତୁ ନା ପ୍ରକାଶ ଚନ୍ଦ୍ର ସାହୁ ଆଉ ଆପଣଙ୍କ ଷ୍ଟଲ୍ କେତେ ବର୍ଷର ଷ୍ଟଲ୍ 4 ବର୍ଷ ହେଲା ମାନେ 4 ବର୍ଷର ଷ୍ଟଲ୍ ଆଜ୍ଞା ଆଉ ଆପଣଙ୍କ ଷ୍ଟଲ୍ରେ କ'ଣ କ'ଣ ଆଇଟମ୍ କରୁଛନ୍ତି ଟିକେ କହିବେ ଷ୍ଟଲ୍ରେ ଅଛି ଚିକେନ୍ କଷା ଗୋଟେ ଅଛି ଆଜ୍ଞା ଚିକେନ୍ କରାଟ କଷା ଗୋଟେ ଅଛି ଆଜ୍ଞା ଛେଳି ମୁଣ୍ଡ ଗୋଟେ ଅଛି ଆଜ୍ଞା ଆଉ ଗୋଟେ ଛେଳି ଗୋଡ଼ ଅଛି ଆଜ୍ଞା ଆଉ ଗୋଟେ ଛେଳି କୁଟା ଅଛି ଛେଳି କୁଣ୍ଟା ବି ଅଛି ନା ଆଜ୍ଞା ଆ ସାଙ୍ଗରେ ଚକୁଳି ଆଜ୍ଞା ଆଉ ମାନେ ସବୁ ଆଇଟମ୍ର ଟିକେ ପ୍ରାଇସ୍ ଟିକେ କହିବେ ପ୍ରାଇସ୍ ଟିକେ ଚିକେନ୍ଟା ଆଜ୍ଞା 80 ଟଙ୍କା ଆଜ୍ଞା ଆଉ ଚିକେନ୍ କରାଟ କଲେଟା 50 ଟଙ୍କା 50 ଟଙ୍କା ଚିକେନ୍ ଇଏ ଆମର ମଟନ୍ ମୁଣ୍ଡଟା 70 ଟଙ୍କା ମଟନ୍ ଗୋଡ଼ ଗୋଟେ ପିସ୍ 40 ଟଙ୍କା ଗୋଟେ ପିସ୍ 40 ଟଙ୍କା 40 ଟଙ୍କା ଆଉ ଛେଳି କୁଟା ହାଫ୍ଟା 50 ଟଙ୍କା ଚକୁଳି ଗୋଟାକ 5 ଟଙ୍କା ନା ଚକୁଳି ଗୋଟେ 5 ଟଙ୍କା ଆଜ୍ଞା ଆଉ ଯୋଉ ଛେଳି ଗୋଡ଼ ଆଜ୍ଞା ତାକୁ ଖାଇବା ଦ୍ୱାରା କିଛି କ'ଣ ଏଠି ଲାଭ ଆଜ୍ଞା ଆଜ୍ଞା ଅଛି ଆଜ୍ଞା ବହୁତ ଅଛି ହାଡ଼ ଭଙ୍ଗା ପାଇଁକି ବହୁତ ଉପକାର ଅଛି ଜିନିଷ ଆଜ୍ଞା ଆଜ୍ଞା ଆଉ ତାପରେ ଆମର ହାଡ଼ର ରସ ପାଇଁକି ବି ବହୁତ ଉପକାର କରେ ଆଜ୍ଞା ଏହାର ଗୋଟେ ଜୁସ୍ ବି ଅଛି ତାକୁ 20 ଟଙ୍କାରେ ବିକା ଯାଉଛି ମାନେ ଖାସିର ଗୋଡ଼ର ଜୁସ୍ ଆଜ୍ଞା ଆଜ୍ଞା ଆଉ ଏଥିପାଇଁ ସବୁ ବହୁତ ଭଲ ଅଛି ଜିନିଷ ପ୍ରାଇସ୍ ଆମର ଓରିଜିନାଲ୍ ଜିନିଷ ଡୁପ୍ଲିକେଟ୍ କରିବାର ନାହିଁ ଯେଉଁ ଆଇଟମ୍ ହେଇଛି ବହୁତ ମାନେ ଭଲ ସୁନ୍ଦର ଆଉ ଭଲ ଭାବରେ ଆମେ ବନେଇକି ଆଣୁ ଆଜ୍ଞା ଆଉ ଭାଇନା ଆପଣଙ୍କର ସବୁଠୁ କେଉଁ ଆଇଟମର ଲୋକଙ୍କର ବେଶୀ ଡିମାଣ୍ଡ ଛେଳି ପୁଟା ଛେଳି ପୁଣ୍ଟା ଆଜ୍ଞା ତାର ପ୍ରାଇସ୍ 50 ଟଙ୍କା ଆଜ୍ଞା ଆଉ ଛେଳି ଗୋଡ଼ ଅଛି ଛେଳି ଗୋଡ଼ ସେକେଣ୍ଡରେ ଅଛି ଛେଳି ଗୋଡ଼ ଆଉ ମାନେ ଛେଳି ଗୋଡ଼ କେତେ ପିସ୍ ଯାଉଛି ମିନିମମ୍ ଦିନକୁ 70-80 ପିସ୍ ଭଳିଆ ଯାଉଛି
ଆଉ ହେଲା ମାନେ ଆପଣଙ୍କ ଯେଉଁ ଷ୍ଟଲ୍ ସବୁଦିନ ଖୋଲା ଅଛି? ହଁ ସବୁଦିନ କେବଳ ସୋମବାର ବନ୍ଦ ଆଉ ସବୁଦିନ ଖୋଲା। ମାର୍କେଟ ବଜାର ବନ୍ଦ ଗୋଟେ ମାସ ଶେଷ ଅଛି ବନ୍ଦ ଆଉ ସଂକ୍ରାନ୍ତି ବନ୍ଦ। ଆଉ ଆପଣଙ୍କ ଷ୍ଟଲ୍ ମାନେ କେତେଟାରେ ଆରମ୍ଭ ହେଉଛି ମାନେ ସାଢ଼େ 5ଟାରୁ 10:30 ମାନେ 5:30ରୁ 10:30? ଆଜ୍ଞା। ଆଉ ସବୁ ଆଇଟମ୍ ଟିକେ ଦେଖେଇଦେବେ କ'ଣ କ'ଣ ଆଇଟମ୍ ଆଜ୍ଞା ଏଇଟା ଛେଳି ପୁଟା ଆଜ୍ଞା। ଓହୋ ମାନେ ଏଇ ଜିନିଷଟା ଆପଣଙ୍କର ବେଶୀ ଚାହିଦା। ଆଜ୍ଞା। ସତରେ ଏ ଆଇଟମ୍ ଦେଖିଲା ପରେ ମୋ ପାଟିରୁ ପୁରା ପାଣି ଆସିଗଲାଣି। ଆଜ୍ଞା। ଟିକେ ଦେଖେଇ ଟିକେ ଚାମଚରେ ଟିକେ ଦେଖେଇବେ। ଓହୋ ବାସ୍ନା ଗୋଟେ ଅଲଗା ପ୍ରକାର ବାହାରେ। ଲୋକମାନେ ବେଶୀ ଏଇ ଜିନିଷ ବେଶୀ ଡିମାଣ୍ଡ। ଆଜ୍ଞା ଏଇଟା ଆଜ୍ଞା ହେଉଛି ଛେଳି ଗୋଡ଼ ନା ମାନେ ଏଇ ଆଇଟମ୍ଟା ମାନେ ମାନେ ଖାଇବା ଦ୍ୱାରା ଯାହାର ଆଣ୍ଠୁ ଗଣ୍ଠି ବିନ୍ଧା ପ୍ଲସ୍ ହାଡ଼ ଭଙ୍ଗା ପାଇଁ ବହୁତ ପ୍ରାୟ ଲୋକ ତାକୁ ବି ଖାଉନାହାନ୍ତି କିନ୍ତୁ ୟାର ଯିଏ ମାନେ ଜାଣିଛି ଆଜ୍ଞା ମହତ ଯିଏ ଜାଣିଛି ମାନେ ଛେଳି ଗୋଡ଼ ଗଲା ଆଜ୍ଞା ଏଇଟା ଆଜ୍ଞା ମଟନ୍ ମୁଣ୍ଡ। ଓହୋ ମଟନ୍ ମୁଣ୍ଡ ନା ଆଜ୍ଞା ତୁ ମଟନ୍ ମୁଣ୍ଡ କେତେ ପିସ୍ ରହୁଛି? 5 ପିସ୍ ଆଳୁ ପିସ୍ 5 ଖଣ୍ଡେ ଦିଆହେଉଛି। 10 ଖଣ୍ଡେ ଦଉଛନ୍ତି। ପିସ୍ଟା ଦେଖେ ପିସ୍ଟା ଆଜ୍ଞା ଦେଖନ୍ତୁ। ଓହୋ ପୁରା ବୋବାଲିଆ ପିସ୍। ଆଜ୍ଞା ଇଏ ହେଉଛି ଚିକେନ୍ ଆର ଡଙ୍କି ସବୁ ଅଲଗା। ଆଜ୍ଞା ଏଇଟା ହେଉଛି ଚିକେନ୍ କରାଟ କଲଜା କଷା। କରାଟ କଲଜା ମାନେ କରାଟ କଲଜା ଭୁବନେଶ୍ୱର କହିଲେ ଭୁବନେଶ୍ୱର କଟକର କରାଟ କଲଜା କହିଲେ ସମସ୍ତେ ଜାଣ। ଆଜ୍ଞା ଆଜ୍ଞା ଦେଖେ ଏଇଠି ଏଇଟା ଆଜ୍ଞା ଆଳୁ ବି ସବୁଥିରେ ଆଜ୍ଞା ଆମର ପଡ଼ୁଛି। ମାନେ ଏଇଟା କେତେ ମାନେ ଏୟାର ପ୍ଲେଟ୍ କେତେ? 7 ପିସ୍ ହାଫ୍ଟା 50 ଟଙ୍କା 7 ପିସ୍। ଆଜ୍ଞା ଆଉ ଏଇଟା ଆଜ୍ଞା ଚିକେନ୍ କଷା 5 ପିସ୍ 80 ଟଙ୍କା 5 ପିସ୍ ଦିଆଯାଉଛି। ଆଉ ଗୋଟେ କ'ଣ କହୁଥିଲେ ମଟନ୍ ଜୁସ୍ ବୋଲି ଗୋଟେ କ'ଣ କହୁଥିଲେ? ମଟନ୍ ସୁପ୍ଟା ଅଛି ଆଜ୍ଞା। ଏଇଟା ହେଉଛି ମଟନ୍ ସୁପ୍ ଗୋଲ ମଟର ପଡ଼ିବ ତାକୁ ଦିଆଯିବ ଗରମ କରାହେଇକି। ମଟନ୍ ସୁପ୍ ପିଇବା ଦ୍ୱାରା ମାନେ ସେଟା ଏଇ ଆଣ୍ଠୁ ଗଣ୍ଠି ଆଉ ହାଡ଼ ଭଙ୍ଗା ପାଇଁ ବହୁତ କାମ ଦିଏ। ବହୁତ କାମ ଦେବ ନା ଆଜ୍ଞା ଦେହ ପାଇଁ ବି ବହୁତ ଆଜ୍ଞା। ଡକ୍ଟର ବି କହୁଛନ୍ତି ଆଜ୍ଞା ଡକ୍ଟର ବି କହୁଛନ୍ତି ହାଡ଼ ଭଙ୍ଗା ରସ ପିଇବା। ଗୋଡ଼ ଖାଇବେ ଯଦି ଗୋଟେ ଲୋକ ଖାଇବାକୁ ଆସିବ ଆଜ୍ଞା ତ ଲୋକେସନଟା ଟିକେ କହିଦିଅନ୍ତୁ। ସେ ଲୋକେସନ ମାଧ୍ୟମରେ ଆସିବ। ଫୁଲନଗରା ଛକ ଆଜ୍ଞା କଟକ ଫୁଲନଗରା ଛକ ଟ୍ରାଫିକ୍ କଟକରୁ ରହିଲେ ଟ୍ରାଫିକ୍ ଟର୍ନ ମାରିଲେ ରାଇଟ୍ ସାଇଡ୍ ଆଜ୍ଞା ଭୁବନେଶ୍ୱର ଆସିଲେ ଲେଫ୍ଟ ସାଇଡ୍। ଆଉ ଆଜି ଭିଡ଼ିଓ ହେଉଛି ଆପଣ କେତେ ଖୁସି? ଆଜ୍ଞା ବହୁତ ଖୁସି ଆଜ୍ଞା। ନାଁଟା ଟିକେ କୁହନ୍ତୁ। ବୁଲୁ ଆଜ୍ଞା। ଆଉ ଆପଣ କ'ଣ ଖାଉଛନ୍ତି? ମୁଁ ଛେଳି ଗୁଡ଼ା ଆଜ୍ଞା। ଆଉ କେତେ ଦିନ ହେଲା ଖାଇଲେଣି? ମୁଁ ପ୍ରାୟ ବର୍ଷେ ହେଲାଣି ଖାଇଲି। ଆଉ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗୁଛି? ଭଲ ଅଛି ବା। ମାନେ ଭାଇନାଙ୍କର ସବୁଠୁ କେଉଁ ଆଇଟମ୍ଟା ଆପଣଙ୍କୁ ଖାଇବାକୁ ବେଶୀ ଭଲ ଲାଗେ? ସବୁଠୁ ଛେଳି ଗୋଟା ଭଲ ଲାଗେ। ଛେଳି ଗୋଡ଼ ଖାଇବାକୁ ଭଲ ଲାଗେ। ଆଜ୍ଞା। ଆଉ ଯଦି ବି ମାର୍କ ହିସାବରୁ କୁହାଯାଏ 10ରୁ ଆପଣ କେତେ ମାର୍କ ଦେବେ? 10ରୁ 10 ଦେବି। 10ରୁ 10। ନାଁଟା ଟିକେ କୁହନ୍ତୁ। ମୋ ନାଁ ସୁବ୍ରତ ସାହୁ। ଆଜ୍ଞା। ଆଉ ଆପଣ କ'ଣ ଖାଉଛନ୍ତି? ମୁଁ ଖାଉଛି ମଟନ୍ ଗୋଡ଼ ଆଜ୍ଞା ଆଉ ଚକୁଳି। ଆଉ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗୁଛି? ବହୁତ ବଢ଼ିଆ ଲାଗୁଛି। ଆଜ୍ଞା ଆମର ମୁଁ ଯେତେବେଳେ ଫେରେ ଆଜ୍ଞା ଏଇଠି ମୂଷାଙ୍କ ପାଖରେ ଖାଇକି ଯାଏ। ଆଉ କେତେ ଦିନ ହେଲା ଖାଇଲେଣି? ମୁଁ ବର୍ଷେ ହେଇଗଲିଣି। ଆଉ ଭାଇନାଙ୍କର କେଉଁ ଆଇଟମ୍ଟା ଆପଣଙ୍କୁ ଖାଇବାକୁ ବେଶୀ ଭଲ ଲାଗେ?
ମୁଁ ତ ଆଉ କିଛି ଖାଏନା ଖାଲି ମଟନ୍ ଚକୁଳି ଆଉ ଗୋଡ଼ ଗୋଡ଼ ଚକୁଳି ଆଉ ତାହେଲେ ୟାର ପ୍ରାଇସ୍ କେତେ କ'ଣ ଆସୁଛି? ଏବେ ସାଙ୍ଗସାଥି ସହିତ ଆସିଛି ସେଠି ପ୍ରାଇସ୍ ଉପରେ ତ ମୋର ଆଇଡ଼ିଆ ନାହିଁ। କେବଳ ଆପଣ ଖାଇବା କଥା ଜାଣିଛନ୍ତି। ହଁ ଆଉ ଯଦି ବି ମାର୍କ ହିସାବରେ କୁହାଯାଏ 10ରୁ ଆପଣ କେତେ ମାର୍କ ଦେବେ? 10ରୁ ମୋ ସାଙ୍ଗର ଭଲ ଅଛି 10ରୁ 10। 10ରୁ 10। ଭାଇ ଆପଣ ନାଁଟା ଟିକେ କୁହନ୍ତୁ। ସୀତା କିଂ। ଆଉ କ'ଣ ଆପଣ ଖାଉଛନ୍ତି? ଚିକେନ ଚକୁଳି। ଚିକେନ ଚକୁଳି। ଆଉ କେତେ ଦିନ ହେଲା ଖାଇଲେଣି? ମୋ ଦୋକାନ ହେଲା ଦୋକାନ ହେଲାଠୁ ଆପଣ ଖାଉଛନ୍ତି। ଆଉ ଭାଇନାଙ୍କର କେଉଁ ଆଇଟମ୍ଟା ଆପଣଙ୍କୁ ବେଶୀ ଲାଗେ, ଭଲ ଟେଷ୍ଟ ଲାଗେ ଖାଇବାକୁ? ମଟନ ଆଉ ଚକୁଳି। ମଟନ୍ ଚକୁଳି। ଆଉ ସବୁଦିନ ଖାଇବାକୁ ଆସନ୍ତି ନା? ସୋମବାରକୁ ଛାଡ଼ିକି। ସୋମବାର ଛାଡ଼ିକି ଆଉ ସବୁଦିନ ଖାଇବାକୁ ଆସନ୍ତି। ଆଉ ଯଦି ମାର୍କ ହିସାବରେ କୁହାଯାଏ 10ରୁ ଆପଣ କେତେ ମାର୍କ ଦେବେ? 10ରୁ 12। 10ରୁ 12। ସାର୍ ଆପଣଙ୍କ ନାଁଟା ଟିକେ କୁହନ୍ତୁ। ମୋ ନାଁ ନନ୍ଦ କିଶୋର ଜେନା। ଆଉ କ'ଣ ଏବେ ଆପଣ ଖାଉଛନ୍ତି? ମୁଁ ଖାଉଛି ବର୍ତ୍ତମାନ କଲିଜା କରାଟ ଚକୁଳି। କରାଟ କଲିଜା ଆଉ ଚକୁଳି ମାତ୍ର 60 ଟଙ୍କା। ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗେ? ଟେଷ୍ଟ ବହୁତ ଭଲ। ଆଜ୍ଞା ଏଠି ଆମର କଲିଜା କରାଟ ବି ହୁଏ। ଆଜ୍ଞା ତାପରେ ଛେଳି ମୁଣ୍ଡ ଚକୁଳି। ଆଜ୍ଞା ତାପରେ ପ୍ରକାଶ ଆଉ ଗୋଟେ କ'ଣ ହୁଏ? ଛେଳି ମୁଣ୍ଡ ଚକୁଳି ଆଉ ଗୋଟେ ଯେଉଁ ଚିକେନ କଷା। ଆଉ ଆପଣଙ୍କୁ କେଉଁ ଆଇଟମ୍ଟା ଖାଇବାକୁ ବେଶୀ ଭଲ ଲାଗେ? ମୋତେ କଲିଜା କରାଟ ଖାଇବାକୁ ଭଲ ଲାଗେ। ତାପରେ ବି ଛେଳି ମୁଣ୍ଡ ବି ମୁଁ ଖାଏ। ମୁଣ୍ଡ ବି ବହୁତ ଖାଏ? ଟେଷ୍ଟ। ହଁ ବହୁତ ଟେଷ୍ଟ, ବହୁତ ରିଜନେବଲ ରେଟ୍। ଆଜ୍ଞା। ଏ ରେଟ୍ରେ ବୋଧେ କେଉଁଠି ମିଳେ ନାହିଁ। ଏମିତି ଟେଷ୍ଟ ବି ଆମର ଏଇଠି କେଉଁଠି ମିଳିବ ନାହିଁ। ଏ ପ୍ରାଇସ୍ରେ କେଉଁଠି ମିଳିବନି? ନା ନା ଆଦୌ ନାହିଁ। ଆଜ୍ଞା ବହୁତ ଭଲ ବହୁତ ଭଲ ନା? ବହୁତ ଭଲ ବ୍ୟବହାର। ବାପ ପୁଅ 3 ଜଣ। ଆଉ ସାର୍ ଯୋଉଠି ବ୍ୟବହାର ଆଉ ଖାଇବା ଲୋକ ମାନେ ଖୋଜିକି ଆସିବେ ବି ଖାଇବାକୁ। ହଁ ହଁ ନିଶ୍ଚିତ। ଆଉ ଯଦି ବି ମାର୍କ ହିସାବରେ କୁହାଯାଏ 10ରୁ ଆପଣ କେତେ ମାର୍କ ଦେବେ? 10ରୁ 10। 10ରୁ 10। 10ରୁ ଯଦି 11 ବି ଥାନ୍ତା ଦେଇ ଦେଇଥାନ୍ତି। 11 ନାହିଁ ଆଉ 10ରୁ 10 ଆଉ। फाइनाली देखिए मोर बर्तमान प्रकाश भाईनाकर स्पेशल खासी गड़ चकुली आसीगला। ये आइटम देखला पर ना सतरे मो पार्टी पूरा पानी आसीगला। देखिए मुझे देखा खासी गड़टा देखिए सतरे देखला पर ना ये आइटमटा मो पार्टी की जावाक व्यस्त। बास्ना चकुली आ गोटे गड़ अच्छा चकुलीटा टे चकुटा भल देखी पार्टी पूरा मोबाइल देखा जाए। फास्ट आमर फास्ट बाइट भाई सतरे गड़टा बहुत बढ़िया लगे। आगे खासी गड़टा ट्राए कर भाई पूरा बबाल लगे। ट्राए कर खासी गड़ खाइबा द्वारा बहुत लाभदायक अटे। माने डॉक्टर भी कहते खासी गड़ खाओ ये जो शीत दिन ना ये आइटमटा पूरा परफेक्ट। ये जो टे शीत लगुच यहाँ खाइला ना पूरा मजा आसी पूरा बबालिया गड़ पूरा बबालिया गड़ प्रथम थर माने एरिया प्रथम थर मैं गुड़ ट्राए कर
ଥରେ ଖାଇଦେଲି ଆମର କଟକ ରାଣୀହାଟରେ ଖାଇଦେଲି, ବହୁତ ବଢ଼ିଆ ଟେଷ୍ଟ ହେଇଥିଲା। ଆଜି ପ୍ରକାଶ ଭାଇନାଙ୍କ ଷ୍ଟଲ୍କୁ ଆଇଛି ଖାଇବାକୁ, ମୋତେ ବହୁତ ବଢ଼ିଆ ଲାଗୁଛି। ଭାଇନା ଚକୁଳି ଜାଣେ ଚକୁଳି ଦିଟା ଏଇ ଝୋଳ ଏ ହାଡ଼ ଭିତରେ ଯେଉଁ ତାର ଶସଟା ଥିବ ନା, ତାକୁ ଖାଇଲେ ବହୁତ ବଢ଼ିଆ ଲାଗେ। ଏଇଟା ଖାଇବା ଦ୍ୱାରା ବହୁତ ଭଲ। ଆଉ କଥା ଧର ଯେଉଁ ଲାଗିବନି, ଶୀତ ଦିନ ପାଇଁ ଏ ଜିନିଷଟା ଟିକେ ଝୋଳ ଦେବ। ଶୀତ ଦିନ ପାଇଁ ଏଇ ଜିନିଷଟା ବହୁତ ବହୁତ ବଢ଼ିଆ। ହ୍ୟାଲୋ ହେଲା ମେନ୍ ଆଇଟମ୍। ସୁତୁକା ମାଇଲେ ଯେଉଁ ଶସଟା ନା, ତା ଫସ ଭଳିଆ, ସେଇଟା ବହୁତ ବଢ଼ିଆ ଲାଗିବ। ସେଇଟା ଭିଟାମିନ୍ ହେଲା ସେଇ ଜିନିଷଟା। ଏଇ ଆଇଟମ୍ ଟିକେ ଥରେ ମଜା ଜାଣିଥିବ ନା, ଖାଇଥିବ ତାର ମଜା ସେ ଜାଣିଥିବ। ଥରେ ଖାଇଦେଲି, ଥରେ ନୁହଁ 2 ଥର ଖାଇଦେଲି, ଯାହାର ମଜା କ'ଣ ମୁଁ ଜାଣିଥିଲି। ଫାଇନାଲି ଦେଖିବ ଯେ ମୋର ବର୍ତ୍ତମାନ ଖାଇବା ବର୍ତ୍ତମାନ ଶେଷ ହେଲା। ଦେଖିବ ଯେ ବଟର ଖାଲି ଏଟା ତାର ହାଡ଼ ଖାଇବା ଶେଷ ହେଇଛି। ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି, ଖାଇବା ଭଲ ହଉ କି ଖରାପ ହଉ, ଖାଇବା କେଉଁଠି ବି ନଷ୍ଟ କରନ୍ତୁନି। ସରିଗଲା, ଆପଣମାନେ ନେକ୍ସଟ ଟାଇମ୍ ଆଣିକି ଖାଇପାରିବେ। ଆଣିକି କୌଣସି ପ୍ରକାର ନଷ୍ଟ କରନ୍ତୁନି। ମୁଁ ଆପଣମାନଙ୍କୁ ସବୁ ଭିଡ଼ିଓରେ କହୁଛି, ସବୁ ଭିଡ଼ିଓରେ ବି ଆପଣମାନଙ୍କୁ କହୁଛି, ଖାଇବା କେଉଁଠି ବି ନଷ୍ଟ କରନ୍ତୁନି। ଏଇଟା ମୋ ତରଫରୁ, ଏଇଟା ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି। ମୋର ବର୍ତ୍ତମାନ ଖାଇବା ବର୍ତ୍ତମାନ ଶେଷ ହେଇଛି। ମୁଁ ଅର୍ଡ଼ର କରିଥିଲି ଖାସି ଗୋଡ଼ ଆଉ ଚକୁଳି। ତାର ପ୍ରାଇସ୍ ମାତ୍ର ଖାସି ଗୋଡ଼ର ପ୍ରାଇସ୍ ହେଲା 40 ଟଙ୍କା, ଚକୁଳି ଗୋଟେ ପିସ୍ କି 5 ଟଙ୍କା। ମୁଁ ଅର୍ଡ଼ର କରିଥିଲି 4 ପିସ୍ ଚକୁଳି ଆଉ ଖାସି ଗୋଡ଼ ଗୋଟେ। ସତରେ ଖାଇବାର ଟେଷ୍ଟ କ'ଣ କହିବି, ପୁରା ବବାଲ ହେଇଥିଲା। ଗହଳି ଦେଖିକି ନା ମୁଁ ଆଉ କ'ଣ କହିବି, ମାନେ ମୁଁ ପୁରା ଚୁପ୍ ହେଇକି ବସିଗଲି। ମାନେ ଲୋକଙ୍କ ଗହଳି ଦେଖି ମୁଁ ଚୁପ୍ ହେଇକି ବସିଗଲି। ବସିଲା ଭିତରେ ମୋର ପୁରା ପଳେଇ ଆସିଲା, ମୋର ଖାଇବା ବି ପଳେଇଲା। ଖାଇବାର ଟେଷ୍ଟ ମୋତେ ବହୁତ ବଢ଼ିଆ ଲାଗିଲା, ବହୁତ ବଢ଼ିଆ ଲାଗିଲା। ମାନେ ନମ୍ବର 1 ଖାଇବା। ବହୁତ ସାରା ଆଇଟମ୍ କରନ୍ତି, କେବଳ ଖାସିର ପୁଣ୍ଟା ପାଇବେ, ଆଉ ଖାସିର ଗୋଡ଼ ପାଇବେ, ଖାସିର ମୁଣ୍ଡ ପାଇବେ, କରାଟ କଲିଜା ପାଇବେ, ଆଉ ଚିକେନ କଷା ପାଇବେ। ଯେତିକି ଆଇଟମ୍ ଭାଇ ଖୋଲିଦେଲେ ନା, ସେଥିରେ ମୋ ବାସ୍ନା ମୋତେ ଅଲଗା ପ୍ରକାର ଆସିଲା। ଆଉ ମୁଁ ତ ମୋର ଫେଭରାଇଟ୍ ଖାସି ଗୋଡ଼, ତାପରେ ମୁଁ ଖାସି ଗୋଡ଼ ଖାଇଲି। ଆଉ ବି 2ଟା ଜିନିଷ ବି ମୁଁ ମାନେ ରୁମ୍କୁ ନେଇଛି, ରୁମ୍କୁ ଗଲେ ଆରାମସେ ଖାଇବି। ଖାଇବାର ଟେଷ୍ଟ ମୋତେ ବହୁତ ବଢ଼ିଆ ହେଇଥିଲା। ଆଉ ସବୁଠୁ ଭଲ କଥା କ'ଣ ଜାଣିଛନ୍ତି, କମ୍ ପଇସାରେ ବହୁତ ବଢ଼ିଆ ଖାଇବା ଭାଇ ଦେଉଛନ୍ତି। କମ୍ ପଇସାରେ ବହୁତ ବଢ଼ିଆ ଖାଇବା। ଖାସି ଗୋଡ଼ ପାଇବେ ମାନେ 40 ଟଙ୍କା, ଆଉ ଚକୁଳି ପାଇବେ 5 ଟଙ୍କା। ପଛରେ ବି ଝୋଳ ବି ଦେଉଛନ୍ତି, ଝୋଳ ବି ମାନେ ଖାଇଲା ମାପସରେ ବି ଭାଇ ଝୋଳ ବି ଦେଉଛନ୍ତି। ଆଉ ଟେଷ୍ଟ ମୁଁ କ'ଣ କହିବି, ମୋତେ ବହୁତ ବଢ଼ିଆ ଲାଗିଲା। ଆଉ ମୁଁ ତ ଖାଇଲି, ମୋତେ ଖାଇବା ବହୁତ ବଢ଼ିଆ ଲାଗିଲା। ଆପଣମାନେ ଥରେ ଆସନ୍ତୁ, ଥରେ ଟେଷ୍ଟ କରି ନିହାତି ଯାଆନ୍ତୁ। ଆପଣମାନେ ଥରେ ଏ ଜାଗାରେ ଖାଇବେ ନା, ସତରେ ଆପଣ ଏ ଜାଗାକୁ ସବୁଦିନ ଖାଇବାକୁ ଆସିବେ। ମାନେ ମୁଁ ପୁରା ଗ୍ୟାରେଣ୍ଟି ଦେଇ କହୁଛି, ଆପଣମାନେ ଆସନ୍ତୁ, ଥରେ ଟେଷ୍ଟ କରି ଯାଆନ୍ତୁ। ଖାଇଲେ ଜାଣିବେ ଖାଇବାର ଟେଷ୍ଟ କେମିତି କ'ଣ। ଆଉ ଯଦି ବି ମାର୍କ ହିସାବରେ କୁହାଯିବ ନା, ମୁଁ 10ରୁ 10 ଦେବି, ମାନେ 11 କହିଲେ ବି ଚଳିବ। କାହିଁକିନା ଖାଇବା ବହୁତ ବଢ଼ିଆ ଖାଇବା। ଆଉ ବହୁତ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ଯଦି ବି ଭଲ ଲାଗିଥିବ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। କାହିଁକିନା ଆପଣଙ୍କୁ ଭଲ ପାଇବା ଆଉ ସପୋର୍ଟ ମୋତେ ନିହାତି ଦରକାର। ଆପଣମାନେ ମୋତେ ପୂର୍ବ ଭିଡ଼ିଓରେ ବହୁତ ସାରା ଭଲ ପାଇ ଦେଇଥିଲେ, ବହୁତ ସାରା ସପୋର୍ଟ ମଧ୍ୟ କରିଥିଲେ। ସବୁ ଭିଡ଼ିଓରେ ଏଇଭଳିଆ ଭଲ ପାଇ ଦିଅନ୍ତୁ, ଏଇଭଳିଆ ସପୋର୍ଟ କରନ୍ତୁ। ଆଉ ମୋତେ ୟୁଟ୍ୟୁବରେ ଯେତିକି ଭଲ ପାଇବା ଦେଉଛନ୍ତି ନା, ମୋତେ ଫେସବୁକରେ ସେତିକି ଭଲ ପାଇ ଦିଅନ୍ତୁ, ସେତିକି ମଧ୍ୟ ସପୋର୍ଟ କରନ୍ତୁ। ଆଉ ଆପଣମାନେ ଗଛ ଲଗାନ୍ତୁ, ପରିବେଶ ସୁରକ୍ଷିତ ରଖନ୍ତୁ, ଦୁନିଆ ବଞ୍ଚାନ୍ତୁ। ଆଉ ଆପଣମାନେ ସୁସ୍ଥ ରୁହନ୍ତୁ, ଫିଟ୍ ରୁହନ୍ତୁ, ବିନ୍ଦାସ ରୁହନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ମୁଁ ଆପଣମାନଙ୍କୁ ଲୋକେସନ୍ କହୁଛି, ଦେଖିବ ଏଇଟା ହେଲା ନଖରା ବ୍ରିଜ୍।
এইটা ନଖରା ବ୍ରିଜ୍ ଆଉ ସେପଟେ ଦେଖିପାରୁଥିବେ ବ୍ରିଜ୍ ଆରପଟ ଏଇଟା ହେଲା କାନାଡ଼ା ବ୍ୟାଙ୍କ ସେପଟ କାନାଡ଼ା ବ୍ୟାଙ୍କ ଆଉ ତା ଅପୋଜିଟ୍ ସାଇଡ଼୍ରେ ଭାଇନାଙ୍କ ଷ୍ଟଲ୍ ପଡ଼ିବ ଆଉ ଡେସ୍କ୍ରିପସନ୍ରେ ଗୁଗୁଲ୍ ଲିଙ୍କ୍ ଅଛି ଆପଣମାନେ ଦେଖିକି ଆସିପାରିବେ।